ଠାକୁରଙ୍କ ମହିମା ମୁଁ ଗୋଟେ କହୁଛି ଆପଣଙ୍କୁ ଟିକେ। ଭଗବାନଙ୍କର ଆମେ ଆଦି ଅନ୍ତ ପାଇବା ନାହିଁ। କ'ଣ ଆମର ଦେଖନ୍ତୁ, ଭଗବାନ ଆସିଲା ପରେ ତାଙ୍କର ଯେଉଁ ଧର୍ମ ସ୍ଥାପନ କରିଲେ ଦ୍ୱାପର ଯୁଗରେ, ଧର୍ମ ସ୍ଥାପନ କରିସାରିଲା ପରେ ଆପଣ ଜାଣିଥିବେ ତ, ମୁଁ ଆଉ ବେଶୀ କହୁନାହିଁ ଯେ ଆପଣଙ୍କର ଜଳେ ଦ୍ୱାରିକା ନାଶ ଯିବ ମାତ୍ର ମୋର ନିବାସ ଥିବ। ଭାଗବତ କଥା ଦେଖନ୍ତୁ କି ଆପଣଙ୍କର ଭାରତ ଦେଖନ୍ତୁ, ସବୁଥିରେ ଉଲ୍ଲେଖ ଅଛି। ସବୁ ଯେତେବେଳେ ସରିଗଲା, ଭଗବାନ ଗଲେ ନିଜ ଶରୀର ଛାଡ଼ିକିରି ସ୍ୱସ୍ଥାନକୁ ଯିବେ, ଅର୍ଥାତ୍ ବୈକୁଣ୍ଠପୁରକୁ ଯିବେ। ମର୍ତ୍ତ୍ୟମଣ୍ଡଳ ଦେହ ବହି ଦେବତା ହେଲେ ମୋର ସେ ଯିବେ ବୋଲି ତାଙ୍କର ଯେତେବେଳେ ଯେଉଁ କାର୍ଯ୍ୟ କରିବାକୁ ଆସିଲେ, କାର୍ଯ୍ୟ ସମ୍ପାଦନ ସରିଗଲା ପରେ ସ୍ୱସ୍ଥାନକୁ ଯିବେ। କେମିତି ଯିବେ? ମାନେ ଚିନ୍ତା ଭିତରେ ଅଛନ୍ତି। ସେ କେମିତି ଯିବେ କ'ଣ ଜାଣିନାହାନ୍ତି? ଜାଣିଛନ୍ତି? ସେ କୋଉଥିପାଇଁ ଆସିଛନ୍ତି କ'ଣ ଜାଣିନାହାନ୍ତି? ତାଙ୍କୁ ମାରିବ କିଏ କ'ଣ ସେ କଥା ଜାଣିନାହାନ୍ତି? ସବୁ ଜାଣିଛନ୍ତି। କିନ୍ତୁ ଆମମାନଙ୍କୁ ପରୀକ୍ଷା କରିବା ପାଇଁ ବା ଆମମାନଙ୍କର ଚେତନା କେତିକି ଅଛି ତାକୁ ଜାଣିବା ପାଇଁ, ମାନେ ଯେମିତି ଆପଣଙ୍କର ଆମେ ପାଠ ପଢ଼ିଲା ପରେ ସାର୍ ଯେଉଁ ପ୍ରଶ୍ନ ପଚାରନ୍ତି, ସେଇଭଳି ଭଗବାନ କହିଲେ ଦେଖିବା କ'ଣ ଲୋକମାନେ ଚେତା ପାଇଛନ୍ତି। ସେ ତାଙ୍କର କ'ଣ କରିଛନ୍ତି, ଆପଣଙ୍କର ଯେଉଁ ନିଛାଟିଆ ଜାଗା, ଯେଉଁ ଜାଗା କି ଆପଣଙ୍କର ଏଇ ଯେଉଁ ଶିଆଳି ଲତା ଯେଉଁଠି ଅଛି, ଏରକାର ବନ ଯେଉଁଠି ଆପଣଙ୍କର ସେ ଯେଉଁ ଭୀମ ଘଷିଥିଲେ ସେ ଯେଉଁ ଲୋହ ମୁଷଳ, ସେଠି ଯେଉଁ ଆପଣଙ୍କର ସେ ଲୁହା ଗୁଣ୍ଡ ପଡ଼ିକିରି ଯେଉଁ ଏରକାର ବନ ହେଇଯାଇଥିଲା, ସେଠି ଶିଆଳି ଲତା ଦେହରେ ଭଗବାନ ଭାବୁଛନ୍ତି କେମିତି ଯିମି। ସ୍ୱ ଶରୀରରେ ଯିବେନି ନା, ଭଗବାନ ହେଲେ ବି ସ୍ୱ ଶରୀରରେ ଯିବେନି। ଭଗବାନଙ୍କ ଆତ୍ମା ଯାଇକିରି ପୁଣି ସେଠି ତାଙ୍କର ଯେଉଁ ଶୂନ୍ୟ, ସେଠି ଯାଇ ଏବେ ଅବତାରୀ ହେଇ ଆସିଛନ୍ତି ନା, ଏବେ ଚିନ୍ତାରେ ବସିଛନ୍ତି। ଦେବର୍ଷି ନାରଦ ଏ କଥା ଜାଣିପାରିଲେ। ଦେବତାଙ୍କ ଋଷି ସେ ନା, ସେ ଜାଣିପାରିଲେ। ସେ ଟିକେ ପଳେଇ ଆସିଲେ, କାହିଁକିନା ଭଗବାନଙ୍କ ସହିତ ଦେବର୍ଷି ନାରଦଙ୍କର କି ପ୍ରକାର ସମ୍ପର୍କ ସମସ୍ତେ ଜାଣନ୍ତି। ନାରାୟଣ ଦେବର୍ଷି ନାରଦ, ଆଉ ଯାହା ହଉ ଆପଣଙ୍କ ସହିତ ଆଉ ଏ ଅବତାରରେ ଭେଟ ହେଇଥାନ୍ତା କି ନାହିଁ, ଆଉ ମୁଁ ଭେଟ ହେଇଗଲେ ବହୁତ ମୁଁ ଖୁସି, ମୁଁ ଧନ୍ୟ ହେଇଗଲି। ଖୁସି ତ ନୁହଁ, ଆମ ଭାଷାରେ ଖୁସି, ତାଙ୍କ ଭାଷାରେ ଧନ୍ୟ ହେଇଗଲି। ନା ପ୍ରଭୁ, ଏ ଆପଣଙ୍କ ଦର୍ଶନରେ ସମସ୍ତେ ଧନ୍ୟ ହୁଅନ୍ତି, ଆଉ ମୋ ଦର୍ଶନରେ ଆପଣ କ'ଣ ଧନ୍ୟ ହେବେ? କାହିଁକି ଏମିତି କପଟ କରୁଛନ୍ତି, ଛଳନା କରୁଛନ୍ତି? ଆପଣ କ'ଣ ଏ ଛଳନା କେବଳ ଖାଲି ଆପଣଙ୍କ କାମ କେବଳ ଛଳନା ଗର୍ଭଗଣ୍ଡନ ଏଇ କାମ କେବଳ ଆପଣଙ୍କର, ଆଉ କିଛି କାମ ନାହିଁ ପ୍ରଭୁ। ଛଳନା ଯୋଉଠି କରୁଛନ୍ତି କରନ୍ତୁ, ମୋ କତିରେ କରୁଛନ୍ତି। ମତେ ଆଜ୍ଞା କେତେ ଥର ଆପଣ ଛଳନାରେ ପକେଇକିରି ମାରେ ପକେଇକିରି ଇଏ କରୁଛନ୍ତି, ଫେରେ ଆଜ୍ଞା ଏଇ ଅଧମ ପ୍ରତି ଆପଣଙ୍କର ଇଏ ନାଇଁ ଦେବର୍ଷି ନାରଦ, ସେମିତି କିଛି ନାହିଁ। ମୁଁ ମୋ କର୍ତ୍ତବ୍ୟ କର୍ମ ଯୋଉଠି କରିବା କଥା କରିଛି। କହିଲେ ଆଉ ଆପଣ କ'ଣ ଏଇ ନିକାର୍ଜନ ଜାଗାରେ କାହିଁକି? ନା ନାଇଁ ଦେବର୍ଷି ନାରଦ, ବର୍ତ୍ତମାନ ଆମର ତ ସବୁ ଯେଉଁ କାର୍ଯ୍ୟ କରିବା ପାଇଁ ଆସିଥିଲୁ ସେ କାର୍ଯ୍ୟ ତ ସରିଗଲା, ଆମକୁ ସ୍ୱସ୍ଥାନକୁ ଯିବାକୁ ପଡ଼ିବ। ହଁ ଯିବେ, ଆଉ ଯିବେ ତ ଅସୁବିଧା କ'ଣ ଅଛି? କହିଲେ ଦେବର୍ଷି ନାରଦ, ଗୋଟେ କଥା ଟିକେ ତୁମକୁ ପଚାରିମି। ମୋର ଟିକେ ଏ ଶରୀର ଛାଡ଼ିବାକୁ ମତେ ଭାରି ଭୟ ଲାଗୁଛି, ଡର ମାଡ଼ୁଛି, ଯୋଉଟାକି ମରଣକୁ ଡର। ଆପଣ ଜାଣିଥିବେ ସମସ୍ତଙ୍କର ମରଣକୁ ଡର ଅଛି। ମରଣ ତ ତାର ଆସିବ କେତେବେଳେ କେମିତି କ'ଣ ନେବ, ଆମେ ତା ଆଜି ଅନ୍ତ ପାଇବାନି, କିନ୍ତୁ ଡର ଅଛି ମରଣ ସମସ୍ତଙ୍କର। 100 ବର୍ଷର ବୁଢ଼ୀଟିଏ ହଉ, ବୁଢ଼ାଟିଏ ହଉ, 150 ବର୍ଷର ଲୋକ ହେଇଥିଲେ ବି ତାର ମରଣକୁ ଡର ଅଛି। ମରଣକୁ କେହି ଇଚ୍ଛାକୃତ ଅବସ୍ଥାରେ ଆବୋରି ନିଅନ୍ତିନି। ଯେଉଁମାନେ ସୁଇସାଇଡ୍ କରୁଛନ୍ତି ସେ ଅଲଗା କଥା, ସେମାନଙ୍କର ପୁରା ହତୋତ୍ସାହ ହେଇଗଲା, ତେଣୁ ସେ ଜୀବନଟାକୁ ରଖିବାକୁ ଚାହୁଁନାହାନ୍ତି ବୋଲି ସେ ସୁଇସାଇଡ୍ କରୁଛନ୍ତି। କିନ୍ତୁ ପ୍ରକୃତରେ ଯଦି କୌଣସି ସେ କଥାଟା ଯଦି ସେ କାହା ଆଗରେ କୁହନ୍ତେ, ଏମିତି ମୁଁ ବି ଆଜି କହୁଛି, ଯଦି କେହି ମାନେ ମରିବେ ବୋଲି ପୁରା ଡିସାଇଡ୍ କରିଛନ୍ତି, ସେ ଖାଲି ମତେ କହିବେ ଯୋଉ କାରଣ ପାଇଁ ମରିବୁ, ମାନେ ସେ କହିବେ ନା, ମତେ ଖାଲି ଗୋଟେ ଥର ଫୋନ୍ କରି ଯୋଗାଯୋଗ କରିବେ,
ଆଜ୍ଞା ଇଏ କଣ କଣ ଅସୁବିଧା ନା ମୁଁ ଆଉ ବଞ୍ଚିବାକୁ ଚାହୁଁନି ଏଇଟା ତ କହିବେ ନା ଯିଏ ଡିସାଇଡ୍ କରିଥିବ ମୁଁ ମାନେ ମରିବି ବୋଲି ସେ ଏଇଆ କହିବ କଣ ତମର ଅସୁବିଧା ହେଇଛି ଖାଲି ପଚରାଯିବ କୋଉଥିପାଇଁ ତମେ ଡିସାଇଡ୍ କରିଛ ଯେ ତମ ଜୀବନ ରଖିବନି ବୋଲି ସେତିକି ପଚରା ଭିତରେ ସେ ତାଙ୍କ ଜୀବନ ସାରା ବଞ୍ଚିଥିବେ ଯେତେ ଦିନ ସେ ମରିବାକୁ ଇଚ୍ଛା କେବେ କରିବେନି ଆଉ ସେ ଚାହିଁବେ ଯେ ମୁଁ ମୋର ଏଇ ଜନ୍ମଟା ଏମିତି ପୁରା ରହୁ ମୁଁ ଟୋଟାଲ କେମିତି ନ ମରିବି ସେ ଉଦ୍ୟମ କରିବେ ସେଇଟା ହଉନି ସେଟା ହଉନି ବୋଲି ଆମର ଯିଏ ତାଙ୍କ ଆପଣଙ୍କର ଯୋଉ ମରଣ କଥା ଆମେ ପୁଣି ପଳେଇବା ସେ ଜାଗାକୁ କହିଲେ ଠିକ କଥା କହିଛନ୍ତି ଆଉ ସେ ଟିକେ ମତେ ମୃତ୍ୟୁ କଷ୍ଟ କେମିତି ନହବ ମୁଁ ଟିକେ ସେଇଭଳି ଯିବାକୁ ଚାହୁଁଛି କହିଲେ ପ୍ରଭୁ ମୃତ୍ୟୁକୁ ଆପଣ ବି ଭୟ କରୁଛନ୍ତି କଣ ଆପଣ କହୁଛନ୍ତି କାହିଁକି ଏମିତି ଛଳନା କରୁଛନ୍ତି ଆପଣ ଟିକେ ମତେ ଟିକେ ଭଲକରି କୁହନ୍ତୁ କଣ ଆପଣ କହୁଛନ୍ତି ଇଏ ମାନେ ଦେବର୍ଷି ଇଏ ନାରଦ ଆଗରେ ଆପଣଙ୍କର ଆଗରେ ଆପଣ ପୁଣି ଛଳନା କରୁଛନ୍ତି କହିଲେ ନାଇଁ ନାଇଁ ନାରଦ ଦେଖ ମୁଁ ଟିକେ ଚାହୁଁଛି ଯେମିତି ଆରାମସେ ବୈକୁଣ୍ଠକୁ ଯିବି ବୈକୁଣ୍ଠ ବହୁତ ଦିନ ହେଲା ଏଇ ରହିଛି ମୋ କାର୍ଯ୍ୟ ସରିଲା ମୁଁ ଯିବି କହିଲେ ଆଉ ତାହେଲେ ଆପଣ ଗୋଟେ କାମ କରନ୍ତୁ ଆପଣ ଯଦି ମତେ ପଚାରୁଛନ୍ତି ଆପଣ ଗୋଟେ ଜପ ଭିତରେ ରହିଯାଉନାହାନ୍ତି କହିଲେ କୋଉ ଜପ କରିବି କହିଲେ ଆଜ୍ଞା ଆପଣଙ୍କର ଯୋଉ ବିଷ୍ଣୁ ସହସ୍ର ନାମ ଆପଣ ସେ ନାମ ଗୋଟିଏ ଜପ କରୁନାହାନ୍ତି ନାମ ଭିତରେ ତ ଚାଲିଯିବେ କହିଲେ ହେ ସେଥିରେ କଣ ଅଛନ୍ତି ସେଥିରେ କଣ ଯାଇହବ କହିଲେ ଆଉ କହିଲେ ଆଉ ଶ୍ରୀକୃଷ୍ଣ ଅଷ୍ଟଶତ ନାମ ହେ ସେଥିରେ କଣ ହବ କହିଲେ ପ୍ରଭୁ କଣ ସେଥିରେ ହବ ନାହିଁ କଣ ଆପଣ ତାହେଲେ କହୁଛନ୍ତି ଆପଣଙ୍କ ବିଷ୍ଣୁ ସହସ୍ର ନାମ ଭିତରେ ଆପଣଙ୍କର ଯୋଉ 1008 ନାମ ଅଛି ତା ଦେହରୁ ଗୋଟିଏ ନାମ ଆପଣଙ୍କର ତ ପ୍ରତ୍ୟେକ ନାମ ସବୁଠି ଅଛି କିନ୍ତୁ ତା ଦେହରେ ତ ଆପଣ ଶ୍ରେଷ୍ଠ କରିଦେଇଛନ୍ତି ସେ ନାମ ଜପିଲେ ହବ ଯେକୌଣସି ନାମ ଜପିଲେ 1008 ନାମ ଭିତରୁ ଗୋଟିଏ ନାମ ଧରିଥିଲି ଆପଣ ଧ୍ୟାନରେ ରହିବେ ନା ହବନି କାହିଁକି ଆପଣ ଧ୍ୟାନ ଭିତରେ ଆପଣଙ୍କର ଆତ୍ମା ପରମାତ୍ମାଙ୍କ ସହିତ ଯାଇ ମିଶିଯିବ ବା ସିଏ ତ ନିଜେ ପରମାତ୍ମା ଭଗବାନ କରିବେ କହିଲେ ନା ହବନି କହିଲେ ଆଉ 108 କୃଷ୍ଣ ଅଷ୍ଟଶତ ନାମ ତା ଭିତରେ ନାଇଁ ତାହେଲେ ପ୍ରଭୁ ଆପଣ ଇଏ ଲୋକମାନଙ୍କୁ କାହିଁକି ଏମିତି ଭ୍ରମରେ ପକେଇଛନ୍ତି ଆପଣ ପିତା ହେଇକିରି ଏମିତି ଭ୍ରମରେ ପକେଇବେ କହିଲେ ନା ନା ନାରଦ ମୁଁ ଭ୍ରମରେ ପକେଇନି ଲୋକମାନଙ୍କୁ ମୁଁ ଯୋଉଟା କହିଛି ସେଟା ତାଙ୍କ ପାଇଁ ହବ ମୋ ପାଇଁ ହବନି କାହିଁକି ହବନି ନା ସେ ନାଁ ଗୁଡା ମୁଁ ଜାଣିଛି ମୁଁ ନିଜେ ସେ ନା ମୋ ପାଇଁ କେମିତି ହବ ଲୋକମାନଙ୍କର ହବ ମୋ ପାଇଁ ହବନି କହିଲେ ତାହେଲେ ଲୋକମାନଙ୍କର ହବ ଆପଣଙ୍କର ହବନି କାହିଁକି ନା ମୁଁ ପରା ସେଟା ଜାଣିଛି ମୋର ଏତିକ ନାମ ମୁଁ ଜାଣିଛି କିନ୍ତୁ ମାନବ ସମାଜ ଜୀବ ଜଗତ ଏ ସବୁ ନା ସେ ତା ଦେହରେ ଯୋଉ ଗୋଟିଏ ନା ନେବେ ସିଏ ପରମାତ୍ମାଙ୍କ ସହିତ ଯାଇ ଲୀନ ହେବେ କହିଲେ ଆର ତତ୍ଵଟା କଣ ଟିକେ ବୁଝାନ୍ତୁ ପ୍ରଭୁ କହିଲେ ଯୋଉଟା ମୁଁ ଯୋଉଟା ଜାଣିଛି ଯେ ଏତିକ ଯାଙ୍କ ନାମ ସବୁ ମୋର ମୋ ଠାରୁ ହିଁ ଆରମ୍ଭ କିନ୍ତୁ ଜୀବ ଜଗତ ବା ମନୁଷ୍ୟ ମାନେ ଜାଣିନାହାନ୍ତି ସିଏ ତାକୁ ସେ ନାମ ଗୋଟିଏ ନାମ ଧରିକିରି ଉଦ୍ଧାର ହେବେ କଣ ନା ଆପଣଙ୍କର ଭାଗବତ ବାଣୀ ଦେଖନ୍ତୁ ତୁ ଯେବେ ଏକ ଭାବେ ଭୋଜୁ ଏଭବ ସଂସାର ତରିବୁ ଏକ ଭାବରେ ଗୋଟିଏ ନାମ 1008 ସହସ୍ର ନାମ ହେଲା 1008 ବିଷ୍ଣୁଙ୍କର ଶ୍ରୀକୃଷ୍ଣ ଅଷ୍ଟଶତ ନାମ ଇଏ ହେଲା 108 1116 ନାମ ଭିତରୁ ଆମେ ଗୋଟିଏ ନାମ ଧରିଲେ ବି ଆମେ ମୁକ୍ତି ପାଇବା କିନ୍ତୁ ଭଗବାନଙ୍କ ପାଇଁ ସେ ନାମ କିଛି କାମ ଦେଲାନି ଭଗବାନ କହିଲେ ସେ ନାମରେ ମୋର କିଛି ହବନି ତାହେଲେ କଣ କଲେ ପରବର୍ତ୍ତୀ ଷ୍ଟେଜ ଆପଣ ଦେଖନ୍ତୁ ଆମେ ଖାଲି ଟିକେ ଟିକେ କଥା ହବା ନା ତାପରେ ପରବର୍ତ୍ତୀ ହେଲା ଦେବର୍ଷି ନାରଦ କହିଲେ ଆଉ ତାହେଲେ ପ୍ରଭୁ ଆପଣ ଯଦି କହୁଛନ୍ତି ଆପଣଙ୍କର କିଛି ହବନି ଲୋକଙ୍କର କଣ ହବ ସେଇଟା ଟିକେ ମୁଁ ଦ୍ୱନ୍ଦରେ ପଡୁଛି ଆଉ ହଉ ଠିକ ଅଛି କହିଲେ ହଉ ନାରଦ
ଆପଣ କୁଆଡେ ଯାଉଛନ୍ତି ଯାଆନ୍ତୁ, ମୁଁ ଟିକେ ଚିନ୍ତା କର ମତେ ଗୋଟେ କଣ କରିବାକୁ ପଡିବ। କହିଲେ ଆପଣ ଚିନ୍ତାମଣି, ବିଶ୍ୱ ଚିନ୍ତାମଣି, ଆପଣ କଣ ଚିନ୍ତା କରିବେ? ଠିକ ଅଛି ଆଜ୍ଞା, ମୁଁ ରହିଲେ ତ ଆମେ ତ ଟିକେ ଗପୁରା ଲୋକ, ଗପର ହେବୁ, ଆଉ ତେଣୁ ଆପଣ ନିର୍ଲା ରୁହନ୍ତୁ। ନାରାୟଣ ନାରାୟଣ ଆସ୍ତି କହି ନାରଦ ପଳେଇଗଲେ। ଭଗବାନ ଶ୍ରୀକୃଷ୍ଣ ବସିଲେ କୋଉଠି? ଆପଣଙ୍କର ଶିଆଳି ଲତାରେ। ଶିଆଳି ଲତାରେ ବସିବା ଭିତରେ ଆପଣଙ୍କର ଯୋଉ ପୂର୍ବ ଅନୁସାରେ ଯୋଉ ଆପଣ ଜାଣିଥିବେ, ସେଇ ଯୋଉ ଜାରାଶବର ବାଳିର ପୁଅ ଆପଣଙ୍କର ରାମ ଅବତାର କଥାରୁ ରହିଥିଲା, ସେଇଠୁ ଆପଣ ତାଙ୍କର ତ ସିଏ ତ ଆପଣଙ୍କର ପୁରାଣ ତ ଆମର ପ୍ରମାଣ ଦଉକି ଅଛି ନା, ଗୋଟେ ଜନ୍ମ ପରେ ଗୋଟେ ଜନ୍ମ ସିଏ ତାଙ୍କର ବର ଦେଇଥିଲେ, ମାନେ ପ୍ରତିଶୋଧ ନବ ବୋଲି ବାଳି କି ଯୋଉ ମାରିଥିଲେ ରାମ ଭଗବାନ। ତାପରେ ବାଳି ନିଜେ ଜାଣିବେ ଆପଣଙ୍କର ଦ୍ୱାପର ଯୁଗରେ ଜାରାଶବର ହେଇକିରି ଜନ୍ମ ହେଇଛି। ଆପଣ ପୁରାଣ ଆଖ୍ୟାନ ଜାଣିଥିବେ, ମୁଁ ଟିକେ ସଠିକ କହିପାରୁନାହିଁ, ବୁଝିଲେ। ଆଚ୍ଛା, ସେ ମାରିଲେ, ମୁଁ ସେ କଥା କହୁନି, ମୁଁ ସବୁବେଳେ ତ କହିଛି ଆଜ୍ଞା ଘିଅ ଟିକେ ଆମର ଦରକାର। ଆପଣ ଚିନ୍ତା କରନ୍ତୁ, ଭଗବାନ ଶିଆଳି ଲଟାରେ ଥିଲେ, ଜାରାଶବର ଶରଟିଏ ମାରିଲା, ଭଗବାନଙ୍କର ପାଦରେ ବାଜିଲା, ଭଗବାନଙ୍କ ପ୍ରାଣ ବାୟୁ ଉଡିଗଲା। ଏ କଥା ଆପଣଙ୍କୁ କେତେ ଦୂର କଣ ଲାଗୁଛି କହିଲେ? ଆମେ ବିଶ୍ୱାସର ସହିତ ବୁଝିବା, ଭଗବାନଙ୍କ କତିରେ ଅସମ୍ଭବ ସମ୍ଭବ ହୁଏ। ବର୍ତ୍ତମାନ ଦେଖନ୍ତୁ, ଦିଟା ଗୋଡ କଟିଗଲେ ବି ବଞ୍ଚିଯିବା ହବ। ଭଗବାନଙ୍କର ଯଦି ସରଟା ବାଜିଲା ଜାରାଶବର, ସିଏ ସରଟିଏ ମାରିଲା, ଭଗବାନ ତା ଦେହରେ ଚାଲିଗଲେ, ମାନେ ଶରୀର ତ୍ୟାଗ କଲେ। ଏ କଥା ଶୁଣିଲେ ମତେ ଟିକେ ମାନେ ଇଏ ଲାଗେ, ବୁଝିଲେ କି। ଆମେ ମାନେ କୋଉ ଅର୍ଥରେ ବୁଝିବା? ସେଥିପାଇଁ କହିଛନ୍ତି, ଶ୍ୟାମା ଦେବେ ଅଗୋଚର, କାହୁଁ ଜାଣିବେ ନରଛାର। ଆମେ କିନ୍ତୁ ଆମର ସେଇଠି ଯଦି ତର୍କ ଆସିବ ନା, ସିଏ ଯଦି ଭଗବାନ ହେଇଥାନ୍ତେ, ସାମାନ୍ୟ ସର ଗୋଟେ ମାରିଦେଲା ଜାରାଶବର, କଣ ମରିବେ? ମାନେ ଭଗବାନଙ୍କର ପ୍ରାଣ ଚାଲିଗଲା। ଏଠି ଆମେ ବର୍ତ୍ତମାନ ଏଇ ଜିନିଷଟାକୁ ବେଶୀ ଗୁରୁତର ସହିତ ଦେଖୁଛେ। ଏଇଟାକୁ ଯଦି ଆମେ ଦେଖିବା, ତାହେଲେ ଭଗବାନଙ୍କ ପ୍ରତି ଭକ୍ତି ଆମର ଆସିବ ନାହିଁ। ସ୍ୱୟଂ ଭଗବାନ ଜାରାଶବର, ଏ ସାମାନ୍ୟ ଜଣେ ଶବର, ସିଏ ସର ମାରିଦେଲା, ଭଗବାନ ଚାଲିଗଲେ। ସେ ଯଦି ଭଗବାନ ହେଇଥାନ୍ତେ, ସେ ଚାଲି ଯାଇଥାନ୍ତେ, ସେ ଭଗବାନ ନୁହନ୍ତି। ଭାଇ କିଛି କଥା ନାହିଁ, ଆପଣ ଭଗବାନ ମାନିପାରନ୍ତି ନ ମାନିପାରନ୍ତି, ଆମେ ମାନୁଛୁ, ମାନିବୁ, ମାନୁଥିବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।